ସମସ୍ତଙ୍କୁ ନମସ୍କାର। ମୁଁ ଭାଇ ବିଶ୍ୱନାଥ ପାଣି ଆଜି ଏକ ଆତ୍ମିକ ଶିକ୍ଷାରେ ଆପଣମାନଙ୍କୁ ସ୍ୱାଗତ କରେ। ଆଜିର ଅଂଶ ବା ଶିକ୍ଷା ଏହିପରି ରହିବ। ଉପାସନା, ଯାହା ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଲେଖା ଅଛି। ଜହନ ଲିଖିତ ସୁସମାଚାର 4 ଅଧ୍ୟାୟ 23 ଏବଂ 24 ପଦରେ ଲେଖା ଅଛି। ଆମେ ପାଠ କରିବା। ଏଠାରେ ଏହିପରି ଲେଖା ଅଛି, ଯାହାକି ଆମେ ପଢ଼ିବା। ସତ୍ୟ ଉପାସକମାନେ ପିତାଙ୍କୁ ଆତ୍ମା ଓ ସତ୍ୟରେ ଉପାସନା କରିବେ, କାରଣ ପିତା ଏହିପରି ଉପାସକମାନଙ୍କୁ ଚାହାନ୍ତି। ଈଶ୍ୱର ଆତ୍ମା ଏବଂ ଯେଉଁମାନେ ତାଙ୍କ ଉପାସନା କରନ୍ତି ସେମାନେ ଆତ୍ମା ଓ ସତ୍ୟରେ ଉପାସନା କରିବା ଦରକାର। ପ୍ରଭୁ ଉପାସନା ଚାହାନ୍ତି, ଆଉ ଯେଉଁମାନେ ଉପାସନା କରନ୍ତି ସେମାନଙ୍କୁ ଉପାସକ ବୋଲିକି କୁହାଯାଏ। ଉପାସନାରେ ଆତ୍ମାରେ ଓ ସତ୍ୟରେ ହେବା ଦରକାର। ଆଉ ପରମେଶ୍ୱର ଏହିପରି ଉପାସନା କରୁଥିବା ଲୋକମାନଙ୍କୁ ସତ୍ୟ ଉପାସକ ଭାବେ ଦେଖନ୍ତି। ସତ୍ୟ ଉପାସକ ଗୋଟିଏ ସମୟରେ ଉପାସନା କରିବା ବିଷୟକୁ ବୁଝଉନାହିଁ। ସେ ବ୍ୟକ୍ତି ତାର ଜୀବନ ନିଜେ ଉପାସନା କରିଥାଏ। ପ୍ରଭୁ ଯେଉଁ ଦୟା କଲେ, ଯେଉଁ କୃପା କଲେ ପାପୀ ଅବସ୍ଥାରେ, ସେ କୃପା ପାଇ, ସେ ଦୟା ପାଇ, ସେ କ୍ଷମା ପାଇ, ଈଶ୍ୱରଙ୍କର ଧାର୍ମିକତା ପାଇ, ଆଉ ପ୍ରଭୁ ତାଙ୍କୁ ଯେଉଁ ଅନୁଗ୍ରହରେ ବିଶ୍ୱାସ କରିବା ଦ୍ୱାରା ଯେଉଁ ସେ ଧାର୍ମିକ ଗଣିତ ହୁଏ, ପରମେଶ୍ୱର ଚାହାନ୍ତି ଯେ ମନୁଷ୍ୟ ସତ୍ୟ ଉପାସକ ହଉ। ଏହା ପରମେଶ୍ୱର ଚାହାନ୍ତି। ଯେମିତି ଯୀଶୁଖ୍ରୀଷ୍ଟ ସୁସମାଚାର ନିଜେ ଥିଲେ, ଯଦି ବା ସୁସମାଚାର ପ୍ରଚାର କରୁଥିଲେ, ସ୍ୱୟଂ ପ୍ରଭୁ ଯୀଶୁଖ୍ରୀଷ୍ଟ ସୁସମାଚାର ଥିଲେ। ତାଙ୍କର ଜୀବନ, ସ୍ୱଭାବ, ସେବା କାର୍ଯ୍ୟ, ତାଙ୍କର ବଳିଦାନ, ସମାଧିସ୍ଥ, ପୁନରୁତ୍ଥାନ, ଏସବୁ କାର୍ଯ୍ୟ ସୁସମାଚାର ଥିଲା। ତ ସେହିପରି ଉପାସନା ମଧ୍ୟ ଆମମାନଙ୍କର ଜୀବନ ନିଜେ ଉପାସନା ହେବା ଦରକାର। ଏଇଟା ପ୍ରଭୁ ଚାହାନ୍ତି। ଆମେ ଯଦି ଦେଖିବା ଉପାସନା ମାନେ କ'ଣ? ଉପାସନା ମାନେ କେବଳ ଗୀତ ଗାଇବା କିମ୍ବା ହାତ ଉଠାଇ ପ୍ରାର୍ଥନା କରିବା, ଏହା ନୁହଁ। ଏହା ଏକ ଜୀବନ ଶୈଳୀକୁ ବୁଝାଏ, ଯେଉଁଠାରେ ମନୁଷ୍ୟ ନିଜ ହୃଦୟ, ଚିନ୍ତା, କାମ ଓ ଜୀବନକୁ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କୁ ଅର୍ପଣ କରେ। ଏହାକୁ କୁହାଯିବ ଉପାସନା। ଉପାସନା ଯେଉଁ ଆତ୍ମାରେ କରିବା ଦରକାର, ଆର ଅର୍ଥ ହେଲା ହୃଦୟରୁ ସତ୍ୟ ଭାବରେ, ଭକ୍ତି ଭାବରେ କରିବା ଆବଶ୍ୟକ। ସେଟାକୁ କୁହାଯିବ ଆତ୍ମାରେ କରିବାର ଅଛି। ତ ସେଇଟା କଣ୍ଟିନ୍ୟୁ ସେ ବିଷୟକୁ ରଖିବାକୁ ହେବ। ତେଣୁକରି ତାକୁ କୁହାଯାଉଛି ସତ୍ୟ ଉପାସକ। ସେ ଟାଇମ୍ ଅନୁସାରେ ପ୍ରାର୍ଥନା ସମୟରେ ଯେଉଁ ସମୟରେ ଲୋକମାନେ ଟୁଗେଦର ହୁଅନ୍ତି, ସେହି ସମୟରେ ହିଁ ସେ ସେମିତି ନୁହଁ, ତାର ଲାଇଫରେ ସେ ଉପାସକ ଅଟନ୍ତି। ହାଲେଲୁୟା। ସତ୍ୟରେ କହିଲେ
ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଏବଂ ଈଶ୍ୱରଙ୍କ ସତ୍ୟ ଅନୁଯାୟୀ ଯେଉଁମାନେ କରନ୍ତି ତାହାକୁ କୁହାଯିବ ସତ୍ୟରେ ସେ କରୁଛି ଉପାସନା। ଉପାସନା ମାନେ କ'ଣ ଯଦି ଆଉ ଦେଖିବା, ପରମେଶ୍ୱରଙ୍କୁ ସର୍ବ ଉଚ୍ଚ ସ୍ଥାନ ଦେବା। ଯେତେବେଳେ ଆମେ ନିଜ ଇଚ୍ଛା, ଗର୍ବ, ଲୋଭ, ଜଗତୀୟ ଜିନିଷକୁ ପଛେ ରଖି ଈଶ୍ୱରଙ୍କୁ ପ୍ରଥମ ସ୍ଥାନ ଦେଉ, ତାହାକୁ ଉପାସନା ବୋଲି କୁହାଯାଏ। ଯଦି ଆମେ ସେକେଣ୍ଡରେ ଦେଖିବା, କୃତଜ୍ଞ ହୃଦୟରେ ଈଶ୍ୱରଙ୍କୁ ସ୍ତୁତି କରିବା, ଯାହାକି ଗୀତ ସଂହିତା 104 ଲେଖା ଅଛି। ତାଙ୍କ ଦ୍ୱାରରେ କୃତଜ୍ଞତା ସହିତ ପ୍ରବେଶ କର। ଯେଉଁ ଅବସ୍ଥା ପ୍ରଭୁ ଆମମାନଙ୍କୁ ଦିଅନ୍ତି, ସୁଖ ଅବସ୍ଥା ହଉ, ଦୁଃଖ ଅବସ୍ଥା ହଉ, ରୁଗ୍ଣ ଅବସ୍ଥା ହଉ, ସୁସ୍ଥ ଅବସ୍ଥା ହଉ, ଯେଉଁ ପରିପ୍ରେକ୍ଷୀରେ ମଧ୍ୟ କୃତଜ୍ଞତା ହୃଦୟ ରହିବାର ଅଛି। କୃତଜ୍ଞତା ହୃଦୟରେ ଈଶ୍ୱରଙ୍କର ସ୍ତୁତି କରିବାର ଅଛି। ଏହାକୁ କୁହାଯିବ ଉପାସନା। ଏବଂ ଆଜ୍ଞା ପାଳନ ମାଧ୍ୟମରେ ଉପାସନା। ଏହି ବିଷୟକୁ ଆମେ ସବୁ ସମୟରେ କରିପାରିବା। ଆଜ୍ଞା ପାଳନ କେବଳ ଚର୍ଚ୍ଚ ସମୟରେ ନୁହଁ, ଖ୍ରୀଷ୍ଟିଆନ ଲାଇଫରେ ପ୍ରଭୁ ଆଜ୍ଞା ପାଳନ ଦେଖିବା ପାଇଁ ଚାହାନ୍ତି। ଆଉ ଏ ଆଜ୍ଞା ପାଳନ ସବୁ ସମୟରେ ଦେଖାଯିବ। ତେଣୁ ଆଜ୍ଞା ପାଳନ ମାଧ୍ୟମରେ ଉପାସନା କରାଯାଏ। ତେଣୁ ବାଇବେଲ ଲେଖା ଅଛି, ସତ୍ୟ ଉପାସକ ମାନଙ୍କୁ ପରମେଶ୍ୱର ଚାହାନ୍ତି। ଚତୁର୍ଥ ବିଷୟ ଦେଖିବା, ନିଜ ଜୀବନକୁ ବଳି ଭାବେ ଅର୍ପଣ କରିବା ହେଉଛି ଉପାସନା। ରୋମୀୟ 12:1 ଲେଖା ଅଛି, ତୁମ ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ପ୍ରିୟ ବଳି ଭାବେ ଅର୍ପଣ କର। ଏହା ଯୁକ୍ତିଯୁକ୍ତ ଉପାସନା ବୋଲି ଲେଖା ଅଛି। ତାହା ବି ଲେଖା ଅଛି, ଈଶ୍ୱରଙ୍କ ଦୟା ହେତୁ ମୁଁ ତୁମକୁ ବିନତି କରୁଅଛି। ତୁମେ ଯେଉଁ ଦୟା ପାଇଛ, ତୁମେ ଯେଉଁ ଅନୁଗ୍ରହ ପାଇଛ, କେଉଁ ଅବସ୍ଥାରେ? ପାପୀ ଅବସ୍ଥାରେ। ସେଇ କୃପାରେ କ'ଣ ଥିଲା? ଈଶ୍ୱର ସ୍ୱୟଂ ପ୍ରଭୁ ଯୀଶୁ ଆମ ପାଇଁ ନର ରୂପ ଧାରଣ କରି ପୃଥିବୀରେ ଆମମାନଙ୍କ ନିମନ୍ତେ କ୍ରୁଶରେ ବଳି ହେଲେ। କାହିଁକି ମୋ ପାଇଁ ବଳି ହେଲେ? ମୋର ପାପକୁ ବହି ନେଇଗଲେ। କାହିଁକି? ଆଉ ମୁଁ ଯେତେବେଳେ ତାଙ୍କୁ ବିଶ୍ୱାସ କରିଅଛି, ତାଙ୍କ ରକ୍ତରେ ମୋର ଅଧର୍ମକୁ ପରିଷ୍କାର କରି ମୋତେ କିଣିଛନ୍ତି। ପବିତ୍ର ରକ୍ତରେ ମୋତେ ଧାର୍ମିକ ଗଣିତ କରିଛନ୍ତି। ଆଉ ସେଇ ଅବସ୍ଥାରେ ମୋତେ ବଞ୍ଚିବାର ଅଛି, ଯେଉଁ ମୋତେ ପବିତ୍ର ଅବସ୍ଥାକୁ ଆଣିଲେ ପରମେଶ୍ୱର, ଯେଉଁ ଧାର୍ମିକ ଅବସ୍ଥାକୁ ଆଣିଲେ, ଈଶ୍ୱରଙ୍କର ସନ୍ତାନ ହେବାର ଅବସ୍ଥାକୁ ଆଣିଲେ, ଈଶ୍ୱରଙ୍କର ମନ୍ଦିର ହେବା ଅବସ୍ଥାକୁ ଆଣିଲେ। ଏଇଟା ମୋତେ ମେଣ୍ଟେନ୍ସ କରିବାର ଅଛି। ତେଣୁ ଲେଖାଗଲା, ତୁମେମାନେ ଆପଣା ଆପଣା ଶରୀରକୁ ସଜୀବ। କାହିଁ ଆମେ ମୃତ୍ୟୁ ଥିଲୁ ପାପରେ, ଈଶ୍ୱରଙ୍କ ଠାରୁ ଆମେ ଦୂରରେ ଥିଲୁ। ଆମମାନଙ୍କର ପାପ ପ୍ରଭୁ କ୍ଷମା କରି ଆମମାନଙ୍କୁ ପରିତ୍ରାଣ ଦେଇ ଆମମାନଙ୍କୁ ସଜୀବ କଲେ, ପବିତ୍ର କଲେ। ଏକ ବଳି ରୂପେ ଆମେ ଉତ୍ସର୍ଗ ହେଇପାରିବା ପ୍ରତ୍ୟେକ ଦିନ ଏ ଅବସ୍ଥାକୁ ଆଣିଲେ। ତେଣୁ ଆମମାନଙ୍କର ମନ ପରିବର୍ତ୍ତିତ ସବୁବେଳେ ରହିବା ବିଷୟ ଦେଖନ୍ତି। ଆମମାନଙ୍କର ହୃଦୟ ପବିତ୍ରତା ଦେଖିବାକୁ ଚାହାନ୍ତି ଏବଂ ଆମମାନଙ୍କର ଆତ୍ମା ବା ଜୀବନ ସମର୍ପଣ ଅବସ୍ଥାରେ ଦେଖିବା ପାଇଁ ପ୍ରଭୁ ଚାହାନ୍ତି। ତେଣୁ ପରମେଶ୍ୱରଙ୍କ ବାକ୍ୟରେ ଲେଖାଗଲା, ପରମେଶ୍ୱର ସତ୍ୟ ଉପାସକମାନଙ୍କୁ ଚାହାନ୍ତି। ଆଉ ଗୋଟେ ବିଷୟ ଯଦି ଦେଖିବା, ପବିତ୍ରତା ହେଉଛି ଏକ ସତ୍ୟ ଉପାସନା ବିଷୟ। ତେଣୁ ଲେଖା ଅଛି, ପବିତ୍ରତା ବିନା କେହି ଈଶ୍ୱରଙ୍କୁ ଦର୍ଶନ କରିପାରେ ନାହିଁ। ଆମେ ଯେପରି ତାହା ହେଉଛି ଉପାସନା। ଆମେ କେଉଁଭଳି ବଞ୍ଚୁଛୁ ତାହା ଉପାସନାକୁ ବୁଝାଏ। ତେଣୁ ଉପାସନା ମାନେ ମାନବ ହୃଦୟରୁ ଆସୁଥିବା ଭକ୍ତି, ପ୍ରେମ
ଓ ଆଜ୍ଞା ପାଳନ ଯାହା ଈଶ୍ୱରଙ୍କୁ ସମ୍ମାନ ଓ ମହିମା ଦିଏ। ଏହା ଗୀତ, ପ୍ରାର୍ଥନା, ସେବା ଓ ଆଜ୍ଞା ପାଳନ ମାଧ୍ୟମରେ ପ୍ରକାଶିତ ହୁଏ। ଏ ପଠିତ ବାକ୍ୟରେ, ଏହି ଶିକ୍ଷାରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ଗୌରବ ପାଆନ୍ତୁ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ଅନୁଗ୍ରହକାରୀ ସ୍ୱର୍ଗସ୍ଥ ପିତା, ପବିତ୍ର ପିତା, ପରିତ୍ରାଣକର୍ତ୍ତା, ମୁକ୍ତିଦାତା ପରମେଶ୍ୱର, ଆମମାନଙ୍କୁ ଏଥିପାଇଁ ନିର୍ମାଣ କଲ ଆମେ ଯେପରି ତୁମର ଉପାସନା କରୁ। ଏଥିପାଇଁ ଆମମାନଙ୍କ ନିମନ୍ତେ ତୁମେ ବଳିଦାନ ହେଲ ପ୍ରଭୁ। ଆମମାନଙ୍କ ନିମନ୍ତେ ରକ୍ତ ଝରେଲ, ଯେପରି ଆମେ ତୁମର ବଳିଦାନକୁ ବିଶ୍ୱାସ କରି ଆମେ ପବିତ୍ର ହଉ, ଧାର୍ମିକ ହଉ, ଆମେ ସଜୀବ ହଉ। ପ୍ରଭୁ ଧନ୍ୟବାଦ। ଏବଂ ପ୍ରଭୁ ଆମେ ସେ ମାଧ୍ୟମରେ ଆମେ ସତ୍ୟ ଉପାସକ ହଉ। ଆଉ ପ୍ରଭୁ ତୁମେ ଚାହୁଁଛ ସତ୍ୟ ଉପାସକ ମାନଙ୍କୁ। ଆଜି ଯେଉଁ ଶିକ୍ଷା ମାନେ କଲୁ ପ୍ରଭୁ, ଯେଉଁ ଶିକ୍ଷା କଲୁ ଉପାସନା ବିଷୟ, ପବିତ୍ର ପିତା ପରମେଶ୍ୱର, ଏ ଶିକ୍ଷା ଅନୁଯାୟୀ ଆମେ ଜୀବନକୁ ଅତିବାହିତ କରିବୁ। এই ବ୍ରହ୍ମାଣ୍ଡକୁ ଦୟା କର, ଗୌରବ ତୁମେ ପାଅ। ଏ ପ୍ରାର୍ଥନା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ ପିତା, ଆମେନ୍। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ।